ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ନନ୍ଦୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନୂତନ ଗୃହର ଶିଳାନ୍ୟାସ କଲେ ବିଧାୟକ ପଦ୍ମଲୋଚନ ପଣ୍ଡା। ପ୍ରଥମେ ବିଧାୟକଙ୍କୁ ଏକ ଶୋଭାଯାତ୍ରାରେ ଓଝା ପୋଖରୀ ଛକଠାରୁ ଗୃହ ନିର୍ମାଣ ସ୍ଥଳକୁ ନିଆଯାଇଥିଲା। ପରେ 500ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ଉପସ୍ଥିତିରେ ବିଧାୟକ ଭୂମି ପୂଜା କରିଥିଲେ। ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଯୁବନେତା ନୀଳମାଧବ ପଣ୍ଡା, ଭାଜପା ରାଜ୍ୟ ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ରାଜେଶ ମହାକୁଡ଼, ରାଜ୍ୟ ଓବିସି ମୋର୍ଚ୍ଚା ସଭ୍ୟ ଅଜୟ କୁମାର ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସେଠୀ, ସହକାରୀ ଯନ୍ତ୍ରୀ ମନୋରଞ୍ଜନ ବେହେରା, ବିମ୍ବାଧର ଦଳେଇ, କୁପାରୀ ମଣ୍ଡଳ ସଭାପତି ପତିତପାବନ ଓରଫ କୁନି କର ଓ ମହେଶ୍ୱର ନାଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଯୁବନେତା ବୈକୁଣ୍ଠ ସାମଲ, ମହେନ୍ଦ୍ର ନାୟକ, ତ୍ରୈଲୋକ୍ୟ ଓଝା, ବିଶ୍ୱନାଥ ଓଝା, ଅନନ୍ତ ସେଠୀ, ଠିକାଦାର ବିଜୟ କୁମାର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ନନ୍ଦୁର ୱାର୍ଡ ସଭ୍ୟ ଓ ପଞ୍ଚାୟତର ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ। ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।